ରେମୁଣା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କାହାକୁ ଏଥର ପ୍ରାର୍ଥୀ କରିବ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ। ତେବେ ରେମୁଣାର ବର୍ତ୍ତମାନର ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଅନେକ ଯୁବନେତା ଦଳରୁ ଟିକଟ ପାଇଁ ଆଗ୍ରହ ପ୍ରକାଶ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲୁଛନ୍ତି। ତେବେ 2009 ମସିହାରୁ ବିଜୁ ଜନତା ଦଳ ପାଇଁ କାମ କରିଆସୁଥିବା ଯୁବନେତା ଚନ୍ଦନ ମଲ୍ଲିକ ମଧ୍ୟ ଏହି ଆଶାୟୀଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି। ଜନସାଧାରଣଙ୍କ ସେବା କରି ଲୋକପ୍ରିୟ ହୋଇପାରିଛନ୍ତି ଚନ୍ଦନ। ତେବେ ନିର୍ବାଚନ ଋତୁ ଆସିଲେ ଅନେକ ଉଡ଼ା ଚଢ଼େଇ ରେମୁଣା ନିର୍ବାଚନ ମଣ୍ଡଳୀକୁ ଆସି ବ୍ୟାନର ପୋଷ୍ଟର ମାରୁଥିବା 2019ରୁ ଦେଖିବାକୁ ମିଳୁଥିଲା। ତେବେ ମାଟିର ପୁଅ ଚନ୍ଦନ ମଲ୍ଲିକ ଏଥର ଦଳରୁ ଟିକଟ ପାଇବା ପାଇଁ ଆଶା ରଖିଥିବା ବେଳେ 300 ୱାର୍ଡରେ ନିଜର ସଂଗଠନକୁ ମଜବୁତ କରିବା ସହ ବୁଥ କମିଟି ସଂଗଠନ କରି ଦଳ ପାଇଁ ସମୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପାଗନଈ ପୋଲ ନିକଟ ପଡ଼ିଆରେ ତାଙ୍କର ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀର ପ୍ରସ୍ତୁତି ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବୁଥରୁ ଆସିଥିବା ଦଳୀୟ କର୍ମୀମାନେ ଚନ୍ଦନ ମାଟିର ପୁଅ ହୋଇଥିବା ବେଳେ ଲୋକଙ୍କ ସେବାରେ ଅନବରତ ଲାଗି ରହିଥିବାରୁ ତାଙ୍କୁ ଦଳ ହାଇକମାଣ୍ଡ ଏଥର ଟିକଟ ଦେବା ଆବଶ୍ୟକ ବୋଲି କହିଥିଲେ। ଯଦି ଦଳ ଟିକଟ ତାଙ୍କୁ ନଦେଲା ତେବେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ ବୋଲି ମତାମତ ଦେଇଥିଲେ ଉପସ୍ଥିତ ଦଳୀୟ କର୍ମୀମାନେ। ଯଦି ବିଜୁ ଜନତା ଦଳ ରେମୁଣାରେ ମହିଳା କାର୍ଡ ଖେଳିବ ତେବେ ଚନ୍ଦନଙ୍କ ପତ୍ନୀଙ୍କୁ ମଧ୍ୟ ଟିକେଟ ଦେଲେ କର୍ମୀମାନେ ତାଙ୍କ ପତ୍ନୀଙ୍କ ପାଇଁ କାମ କରିବେ ବୋଲି ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି। ତେବେ ଚନ୍ଦନଙ୍କୁ ଦଳ ଟିକେଟ ନଦେଲେ କିମ୍ବା ତାଙ୍କ ଧର୍ମପତ୍ନୀଙ୍କୁ ଟିକେଟ ନଦେଲେ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବା ଉଚିତ ବୋଲି କର୍ମୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଚନ୍ଦନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସଞ୍ଜୀବ ବିଶ୍ୱାଳ, ଦୀପଙ୍କର ଦାସ, ତାପସ ରଞ୍ଜନ ବାରିକ, ବିକାଶ ସିଂ, ଜୟନ୍ତ ମଲ୍ଲିକ, ଅନୁକୂଳ ବିଶ୍ୱାଳ, ଚିନ୍ତାମଣି ମହାଳିକ, ଗିରିଜାଶଙ୍କର ନାୟକ, ଜଗନ୍ନାଥ ଦାସ, ସୁଭାଷ ଚନ୍ଦ୍ର ମଲ୍ଲିକ, ଅଭି ଜେନା, ରମେଶ ବେହେରା, ଦୈତାରୀ ମଲ୍ଲିକ, ଜଳଧର ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ, ରାଜକୁମାର ଗିରି ଓ ତାପସ ବାରିକ ପ୍ରମୁଖ ମତାମତ ଦେଇଥିଲେ। ଏହି ଅବସରରେ ଚନ୍ଦନ କହିଥିଲେ କି ଦଳର ହାଇକମାଣ୍ଡଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ରହିଛି। ଦଳ ନିଶ୍ଚିତ ଭାବେ ତାଙ୍କୁ ଟିକେଟ ଦେବ ବୋଲି ସେ ଆଶା ପୋଷଣ କରିଛନ୍ତି। ଯଦି ଦଳ ତାଙ୍କୁ ଟିକେଟ ନ ଦିଅନ୍ତି ତେବେ ଦଳର କର୍ମୀ ଓ ତାଙ୍କ ଶୁଭେଚ୍ଛୁମାନଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବାକୁ ପଛଘୁଞ୍ଚା ଦେବେ ନାହିଁ। ଯଦିଓ ଦଳ ଅଦ୍ୟାବଧି କାହାକୁ ଟିକେଟ ଦେବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି। ତେବେ ଆଗାମୀ ମାର୍ଚ୍ଚ 15 ତାରିଖରେ ଏହି ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ନିଷ୍ପତ୍ତି ନିଆଯାଇପାରେ। ଯଦି ଚନ୍ଦନ ମଲ୍ଲିକଙ୍କୁ ଦଳ ଟିକେଟ ନ ଦିଏ ତେବେ ଧାମନଗର ରାଜୁ ଦାସଙ୍କ ଭଳି ଚନ୍ଦନ ରେମୁଣାରେ ଦଳ ପାଇଁ କଣ୍ଟା ସାଜିବେ ବୋଲି ଆଲୋଚନା ହେଲାଣି। ଆଜି ଆମେ ରେମୁଣା ନିର୍ବାଚନ ମଣ୍ଡଳର ସମସ୍ତ ପଞ୍ଚାୟତରୁ ନେତୃମଣ୍ଡଳୀ ମାନଙ୍କୁ ଡାକିଥିଲୁ ଏବଂ ଆଗାମୀ ସାଧାରଣ ନିର୍ବାଚନ କିଭଳି ଭାବରେ ଆମେ ପାର ହେବୁ ଏବଂ ଆଗାମୀ ସାଧାରଣ ନିର୍ବାଚନ ଭାବରେ କିଭଳି ଭାବରେ ଅନ୍ୟମାନଙ୍କୁ ପରାସ୍ତ କରି ଆମେ କିଭଳି ଭାବରେ ବିଜୟ ହେବୁ ସେହି ବାବଦରେ ଆଲୋଚନା ହେଲା। ତା ସହିତ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ଆଜି ମଧ୍ୟ ଆମେ ସମସ୍ତେ ଏକଜୁଟ ହୋଇଛୁ। ଯେହେତୁ ସଚେତନତା କାର୍ଯ୍ୟକ୍ରମ ପରେ ପରେ ଆମେ ସମସ୍ତ ୱାର୍ଡ଼ରେ କିଭଳି ଭାବରେ ୱାର୍ଡ଼ କମିଟି ଗଠନ ହୋଇପାରିବ ଏବଂ ୱାର୍ଡ଼ କମିଟି ଗଠନ ହୋଇପାରି କିଭଳି ଭାବରେ ଆମେ ଅଧିକରୁ ଅଧିକ ଭୋଟ ସଂଗ୍ରହ କରିପାରିବୁ ସେହି ବାବଦରେ ଆଲୋଚନା ହେଲା। ତା ସହିତ ସମସ୍ତ କର୍ମୀମାନଙ୍କ ପାଖରୁ ଆମେ ମତ ମଧ୍ୟ ଆଜି ନେଲୁ ଯେ ଆଗାମୀ ଦିନରେ ଆମେ କ'ଣ କରିବୁ ଏବଂ କିଭଳି ଭାବରେ ଆମେ ନିର୍ବାଚନ ଲଢ଼ିବୁ ସେହି ବାବଦରେ ଆଜି ଆଲୋଚନା ହେଲା। ନିଶ୍ଚିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ଆଶା ଅଛି। ନିଶ୍ଚିତ ଭାବରେ ଆମେ ଏଠି ରେମୁଣା ପାଇଁ ବହୁତ କିଛି କାମ କରିଛୁ। ଦୀର୍ଘ 15 ବର୍ଷ ଧରି ଏଠି ରେମୁଣା ନିର୍ବାଚନ ମଣ୍ଡଳୀରେ ଆମେ କାମ କରିଛୁ, ସଂଗଠନକୁ ଆମେ ସୁଦୃଢ଼ କରିଛୁ। ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କ ଉପରେ ନିଶ୍ଚିତ ଭାବରେ ଭରସା ଅଛି। ସେ ଉପଯୁକ୍ତ ପ୍ରାର୍ଥୀକି ଦେବେ ଏବଂ ଏ ନିର୍ବାଚନ ମଣ୍ଡଳୀରେ ଆମକୁ କିଭଳି ଭାବରେ ଆମେ ବିଜୟ ହେବୁ ସେ ବାବଦରେ ନିଶ୍ଚିତ ଭାବରେ ସେ ସହଯୋଗ କରିବେ। ସେଟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ। ଯଦି ତାଙ୍କର ସହଯୋଗ ରହେ ନିଶ୍ଚିତ ଭାବରେ ସେ ନିର୍ବାଚନ ଲଢ଼ିବେ। ସେଟା ସମସ୍ତ ମୋର ସହଯୋଗମାନଙ୍କର ଭଲ ପାଇବା ଏବଂ ଯଦି ତାଙ୍କ ଭଲ ପାଇବା ରୁହେ ନିଶ୍ଚିତ ଭାବରେ ଆମେ ସାଧାରଣ ନିର୍ବାଚନକୁ ଓହ୍ଲେଇବୁ ଏବଂ ତାର କାର୍ଯ୍ୟକାରୀ ମଧ୍ୟ ଆପଣମାନେ ସମସ୍ତେ ଜାଣିପାରିବେ କ'ଣ କରିହେବ। ତାହେଲେ ଆପଣ ସିଧାସଳଖ କହୁଛନ୍ତି ଯଦି ଦଳ ଆପଣଙ୍କୁ ଟିକେଟ ନ ଦିଏ କର୍ମୀମାନେ ଯଦି ଚାହିଁବେ ଆପଣ ପୁଣି ପ୍ରାର୍ଥୀ ହେବା ପାଇଁ ଇଚ୍ଛା? ସେଟା ସମସ୍ତ କର୍ମୀମାନଙ୍କ ଉପରେ ନିର୍ଭର କରେ ଏବଂ ସେଟା ଯଦି କର୍ମୀମାନେ ଯଦି ସହଯୋଗ କରିବେ ନିଶ୍ଚିତ ଭାବରେ ଆମେ ତା ବି
କାର୍ଯ୍ୟକାରୀ କରିବୁ। चंदन बाबू तो आम सचोट कर्मी आमे तांका सांगरे सब बेले अच्छे जदि दल तरफ टिकट जदि माननीय मुख्यमंत्री महोदय जदि न दियंती तथापि आम माननीय मुख्यमंत्री पर भरोसा अच्छी पांड्यान महोदय भरोसा अच्छी से टिकट निश्चय चंदन मल्लिक देवे जदि चंदन मल्लिक जदि न पाए जदि टिकट ताले आमे समस्ते सहयोग करवा स्वाधीन आमे तांको छिड़ा हवा पई आमे समस्ते सहयोग तांको करवा। बिजू जनता दल जदि महिला कार्ड खेले चंदन बाबू तो टिकट पेमेंट तांको स्त्री हेले आपण सपोर्ट करिवे निश्चय निश्चय आमे सहमति प्रदान करिवु निश्चय आमे सहमति प्रदान करिवु। जदि चंदन बाबूंकर जदि महिला टिकट हुए ताले चंदन बाबू मिसेज जदि भी छिड़ा हुंती ताले आमे तांको सहयोग करिया पई चेष्टा करिवु। आम कैंडिडेट निश्चय जितिबो सहयोग करे निहाती जितिबो।